ଚୈତ୍ର ମଙ୍ଗଳ ଓଷା କଥା। ହେ ମା ଶାରଳା, ମୁଁ ତୁମ ଶ୍ରୀଚରଣରେ ବନ୍ଦନା କରୁଛି। ମୁଁ ଯେଉଁ କଥା ଲେଖୁଛି ତମରି କୃପାରୁ ସେ ପଦଗୁଡ଼ିକ ପୂରଣ ହେଉ। ହେ ମା ଶିବଙ୍କ ଘରଣୀ ମା ଶାରଳା, ମୁଁ ତୁମକୁ ପ୍ରଣାମ କରୁଛି। ହେ ଜଙ୍କଡ଼ବାସିନୀ ମହିଷାମର୍ଦିନୀ, ମୁଁ ତୁମକୁ ପ୍ରଣାମ କରୁଛି। ହେ ଅମ୍ବିକା, କାଳିକା, ବେତାଳିକା, ଏହି ନାମରେ ପ୍ରସିଦ୍ଧ ମା, ମୁଁ ତୁମକୁ ପ୍ରଣାମ କରୁଛି। ଦୁର୍ଗା, ମହାମାୟୀ, ମଙ୍ଗଳା ମା, ଏସବୁ ତୁମର ନାମ ଅଟେ। ଜୟ ଶ୍ରୀ ମଙ୍ଗଳା ମା କାତ୍ୟାୟନୀ, ତୁମ ସାଙ୍ଗରେ 64 ଯୋଗିନୀମାନେ ବିଦ୍ୟମାନ ଅଛନ୍ତି। ମୁଁ ମୂର୍ଖ ଅପାଣ୍ଡୁକ ଅଟେ, କିଛି ବି ଜାଣେ ନାହିଁ। ମୋ କଣ୍ଠରେ ବସି ଏହି ପଦ ସବୁ କହିଦେବ। ଅର୍ଜୁନ ଉବାଚ। ଅର୍ଜୁନ କହିଲେ, ହେ ଦାଶରଥୀ, ତୁମେ ଶୁଣ। ମୋତେ ମଙ୍ଗଳା କିଏ ସେ ବିଷୟରେ ମୋତେ ବୁଝାଇ କୁହନ୍ତୁ। ଶ୍ରୀହରି କହିଲେ, ହେ ଅର୍ଜୁନ, ତୁମେ ଶୁଣ। ଯେଉଁ ରାଜାର ପୁତ୍ର ନଥିଲା, ସେ ତାକୁ ପୁତ୍ର ଦାନ ଦେଲେ। ମୋର ଚରଣରେ ତାଙ୍କର ପ୍ରୀତି ହେଉନାହିଁ। ତେଣୁକରି ଅପୁତ୍ରିକ ହେଲେ ରାଜା। ଏକମନ ହୋଇ ଯେହେତୁ ମଙ୍ଗଳାଙ୍କୁ ପ୍ରାର୍ଥନା କଲେ ନାହିଁ, ତେଣୁ ମଙ୍ଗଳା ତାଙ୍କ ପ୍ରତି ପ୍ରସନ୍ନ ହେଲେ ନାହିଁ। ଦିବ୍ୟରୂପ ତ୍ୟାଗ କରି ମା ବୃଦ୍ଧାରୂପ ହୋଇଗଲେ ଏବଂ ମଳିନ ବସ୍ତ୍ର ପରିଧାନ କଲେ। କେନ୍ଦୁ ଓ କଇଁଥ ଚାରାକୁ ନେଇ ସେଠାରୁ ଚାଲିଗଲେ। ସେଦିନ ମଙ୍ଗଳାଙ୍କର ପୂଜାବିଧି ଥିଲା। ତେଣୁକରି ସେ ଦାଣ୍ଡରେ ବୁଲିବାକୁ ଲାଗିଲେ। ନଗର ହାଟ ବୁଲି ସମସ୍ତଙ୍କୁ ଡାକିଲେ। ଚାର ନେବାକୁ ଅନୁରୋଧ କଲେ। ତାହା ଶୁଣି ନଗର ଲୋକମାନେ ତାଙ୍କୁ ଚାରା ଆଣିବାକୁ କହିଲେ। ତାଙ୍କ ରୂପ ଦେଖି ଲୋକମାନେ ନିନ୍ଦା କଲେ, କାରଣ ତାଙ୍କର ଆଖିରେ ମଇଳା ଲାଗିଥିଲା। ଅତି ବୃଦ୍ଧ ରୂପ ସେ ଧାରଣ କରିଥିଲେ। ମଇଳା ଲୁଗା ପରିଧାନ କରିଥିଲେ। ତେଣୁ ଲୋକମାନେ ତାଙ୍କ ପାଖକୁ ଆସିଲେ ସତ୍ୟ, କିନ୍ତୁ ତାଙ୍କୁ ଦେଖି ଘୃଣା କରିବାରେ ଲାଗିଲେ ଏବଂ ତାଙ୍କଠାରୁ କେହି ଚାର କିଣିଲେ ନାହିଁ। ତାହା ଶୁଣି ମଙ୍ଗଳା ଅନ୍ୟ ଜାଗାକୁ ପ୍ରସ୍ଥାନ କଲେ। ଏହାପରେ ମା ଏସବୁ କଥା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ। ମନେ ମନେ ବିଚାର କଲେ ମା ମଙ୍ଗଳା। ତାପରେ ସେ ରାଜାର ନଗରକୁ ତୁରନ୍ତ ଗଲେ। ରାଜାର ନଗରରେ ଯାଇକି ପ୍ରବେଶ ହେଲେ। କେନ୍ଦୁନିଆ ବୋଲି ବାରମ୍ବାର ଡାକିଲେ। ଲୋକେ ତାଙ୍କୁ ସେଠାରୁ ବି ଛି ଛି କରି ଘଉଡ଼ାଇ ଦେଲେ। ସେ ରାଜାର ନଗରରୁ ଫେରି ଆସୁଥିଲେ। ତରତର ହୋଇ ଜଣେ ଚଣ୍ଡାଳୁଣୀ ସେଠାକୁ ଯାଉଥିଲେ। ତାଙ୍କୁ ମା ବାଟରେ ଦେଖିଲେ। ଚଣ୍ଡାଳୁଣୀ କହିଲେ, ହେ ମା, ତୁମେ କିଏ ସେ ଏଠାକୁ କାହିଁକି ଆସିଲ? କେଉଁ ଦେଶରୁ ତୁମେ ଆସିଛ? ମା କହିଲେ, ହେ ଚଣ୍ଡାଳୁଣୀ, ଶୁଣ। ନଗର ନରନାରୀ ମୋତେ ଚିହ୍ନି ପାରିଲେ ନାହିଁ। ମୁଁ ସର୍ବମଙ୍ଗଳା। ମୋତେ ଲୋକ ଘଉଡ଼ାଇ ଦେଲେ। ତୁ କେଉଁଥିପାଇଁ ମୋତେ ଏସବୁ କଥା ପଚାରୁଛୁ? ଏହା ଶୁଣି ଚଣ୍ଡାଳୁଣୀ ତାଙ୍କ ପାଦରେ ପଡ଼ିଲା। ମାଗୋ ନିସ୍ତରିଣୀ ବୋଲି କହିଲା, ମୁଁ ତୁମର ଭକ୍ତ, ଆଉ ମୁଁ ତୁମ ଚରଣ ସେବା ବି କରିବି। ତୁମ ସେବା ମୁଁ ଆଜିଠାରୁ ତୁମ ସେବା କରିବି। ତା ଶୁଣି ମଙ୍ଗଳା ତାକୁ କେନ୍ଦୁ ଚାର ଦେଲେ। ତୁ ଅପୁତ୍ରିକ ଅଛୁ, ତେଣୁ ତୋର ପୁତ୍ର ଲାଭ ହେଉ ବୋଲି ଆଶୀର୍ବାଦ କଲେ। ମୋର ସେବା କରିସାରିଲା ପରେ ତୁ ଏହି କେନ୍ଦୁ ଚାରକୁ ଖାଇବୁ। ମୋତେ ସ୍ମରଣ କରି ଫଳ ଖାଇବୁ। ଏତେ କଥା କହି ମଙ୍ଗଳା ସେଠାରୁ ପ୍ରସ୍ଥାନ କଲେ। ନିଜ ଭୁବନରେ ଯାଇ ପ୍ରବେଶ ହେଲେ। କେନ୍ଦୁ ଚାର ଘେନି ସିଆ ଚଣ୍ଡାଳୁଣୀ ଗଲା। ଉତ୍ତମ ପଦାର୍ଥମାନ ବଜାରରୁ କିଣିଲା। ଖଇ, ମୁଆଁ, ନବାତ, ସାକର, ଛେନା, ପଣା, ଗୁଡ଼, ଦୁଧ, ମିଠାଇ, ଯାହା ଆଣିବାର କଥା ସେସବୁ ଆଣିଲା। ଯତ୍ନରେ ସବୁ ପଦାର୍ଥମାନ ଘରୁ ଆଣିଲା। ଚନ୍ଦନ କର୍ପୂର ଆଣି ଗୃହରେ ଛିଞ୍ଚିଲା। ଅଗଣା ଭିତରେ ଏକ ବେଦୀ ତିଆରି କଲା। ଗୋବର ଲିପି ସେଠାରେ ଝୋଟି ଦେଲା। ଜୟ ଶ୍ରୀ ମଙ୍ଗଳା ବୋଲି ଘଟ ସ୍ଥାପନ କଲା। ବଟ ହଳଦୀର ଏକ ମୂର୍ତ୍ତି ନିର୍ମାଣ କଲା। ଗଙ୍ଗାଜଳ ଛିଞ୍ଚି ତହିଁରେ ସେଠିରେ ଯାଇ ବସିଲା। ସ୍ମରଣ କଲା, ମଙ୍ଗଳା ମାଙ୍କୁ ସ୍ମରଣ କଲା। ଚଣ୍ଡାଳୁଣୀ ହୀନ ଜାତି ହେଲେ ମଧ୍ୟ ମଙ୍ଗଳାଙ୍କ ପ୍ରତି ତାର ଭକ୍ତି ଥିଲା। ତେଣୁ ସେ ମଙ୍ଗଳାଙ୍କୁ ବିନୀତ ଭାବରେ ପ୍ରାର୍ଥନା କଲା, ହେ ମା ମଙ୍ଗଳା, ମୋର ଭକ୍ତି ଘେନ।
ଏପରି କହି ସେ କେନ୍ଦୁଚାରକୁ ଆଣିଥିବା କେନ୍ଦୁଚାରକୁ ଭୋଗ ଲଗାଇଲା। ଅମୃତ ପଦାର୍ଥ ମାନେ ଯାହା ଯାହା ଆଣିଥିଲା ସେସବୁ ମା ମଙ୍ଗଳାଙ୍କୁ ଭୋଗ ଲଗାଇଲା। ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦି ଦେଇ ବଳି ପୂଜା କଲା। ପୂଜା ସାରି ଚଣ୍ଡାଳୁଣୀ ଆନନ୍ଦ ହେଲା। ଫୁଲ ପ୍ରସାଦ ନେଇ ଶିରରେ ଲଗାଇଲା। ମଙ୍ଗଳା ମାଙ୍କୁ ସ୍ମରଣ କରି କେନ୍ଦୁଚାର ଫଳ ଖାଇଲା। ପୂଜାର ପଦାର୍ଥମାନ ଶୀଘ୍ର ନେଇଗଲା। ମଙ୍ଗଳାଙ୍କୁ ସୁମରି ତାକୁ ମଧ୍ୟ ଭକ୍ଷଣ କଲା। ସେଦିନ ଚଣ୍ଡାଳୁଣୀ ଗର୍ଭବତୀ ହେଲା। ଦିନକୁ ଦିନ ବେଳ ବଢ଼ି 10 ମାସ ହେଲା। 10 ମାସ ଦିନ ହେବା ପରେ ପେଟ ବ୍ୟଥା ତାର ହେଲା। ତାପରେ ଗର୍ଭବତୀ ହେବା ଯୋଗୁଁ ସେ ଯେଉଁ କଷ୍ଟ ପାଇଲା, ତେଣୁ ସେ ସେଠାରୁ ଗର୍ଭଭାର ହେବା ଯୋଗୁଁ ଠିକ୍ ଭାବରେ ଚାଲି ପାରିଲା ନାହିଁ। ଏହି କଷ୍ଟ ପାଇବା ଯୋଗୁଁ ସେ ମଙ୍ଗଳା ମାଙ୍କୁ ସ୍ମରଣ କଲା। ରାତ୍ର ପାହିକି ବେଳ 7 ଘଡ଼ି ହେଲା। ଫୁଲେ ତାର ପୁତ୍ର ଜନ୍ମ ହେଲା। ପୁଣି କ୍ଷଣକରେ ସେ ଜ୍ଞାନପ୍ରାପ୍ତ ହେଲା। ଏତେ ଦିନ ପରେ ମଙ୍ଗଳା ତା ପ୍ରତି ସଦୟ ହେଲେ। ପିଲାର ନାହୁଡ଼ି କାଟିଲା। ପୁତ୍ରକୁ ନେଇକି କୋଳରେ ବସାଇଲା। ପିଲାକୁ ସ୍ନେହ କରି ସେ ସମସ୍ତେ ଚଣ୍ଡାଳୁଣୀ ଘରେ ସମସ୍ତେ ଆନନ୍ଦିତ ହେଲେ। ନଗର ନାରୀମାନେ ଏକଥା ସବୁ ଜାଣିଲେ। ବୃଦ୍ଧକାଳେ ପୁତ୍ରଦାନ ହୋଇଛି ବୋଲି କହିଲେ। ହେ ହୋ ବୋଲି ସମସ୍ତେ ଚଣ୍ଡାଳୁଣୀକୁ ଆଶୀର୍ବାଦ ଦେଲେ। 2-4 ଦିନ ଯାଏ ପରେ ପିଲାର ନାହୁଡ଼ି ଶୁଖିଲା। ଦିନ ଗଣି ଚଣ୍ଡାଳୁଣୀ ତା କାମ ସାରିଲା। ହାଟ ଦଣ୍ଡ ନଗର ବୁଲି ନିଜର ଜିନିଷପତ୍ର ବିକ୍ରି କରୁଥାଏ। କିନ୍ତୁ ପିଲା କଥାକୁ କିନ୍ତୁ ସେ ଭୁଲି ପାରୁନଥାଏ। କଅଁଳା ପିଲା ମୋର, ତାକୁ ଛାଡ଼ିକି ମୁଁ ଏକା ଚାଲି ଆସିଲି। ଏବେ ସେ କ'ଣ କରୁଥିବ, ଏହା ଭାବି ଚଣ୍ଡାଳୁଣୀର ମନ ଅଥୟ ହେଉଥାଏ। ବେଳେବେଳେ ମଝିରେ ପୁତ୍ରକୁ ଆସି ଦେଖି ଯାଉଥାଏ ଓ ତାକୁ ସ୍ନେହ କରୁଥାଏ। ଏମିତି 6 ମାସ ବିତିଗଲା। 6 ବର୍ଷ ବିତିଗଲା। ପୁଣି ତାର ଗର୍ଭବାସ ହେଲା। 10 ମାସ ଗଲା ପରେ ଗର୍ଭ ହେଲା। ପୁଣି ସେ ଏକ ପୁତ୍ର ଜନ୍ମ କଲା। ଏ ରୂପେ ତାର 7 ପୁତ୍ର ଜନ୍ମ ହେଲେ। ଅର୍ଜୁନଙ୍କୁ ଭଗବାନ କହିଲେ, ଏହିପରି ଭାବରେ ଚଣ୍ଡାଳୁଣୀ 7 ପୁତ୍ରର ମାତା ହେଲା। ତାପରେ ତାର ଗୋଟିଏ ଦୁହିତା ଜାତ ହେଲା, ଅର୍ଥାତ୍ ଝିଅ ଜାତ ହେଲା। 7 ପୁତ୍ର ସହିତ ଗୋଟିଏ ଝିଅ ମଧ୍ୟ ତାର ଜାତ ହେଲା। ମନେ ମନେ ଚଣ୍ଡାଳୁଣୀ ପ୍ରସନ୍ନ ହେଲା। ଏବେ ମୁଁ ବନ୍ଧୁ ଘରକୁ ଯିବି। 7 ପୁତ୍ରଙ୍କୁ ମୋର ବିବାହ କରାଇବି। ଏତେ ଭାବି ବନ୍ଧୁ ଘର ଖୋଜି ସେ ଗଲା। 7 ପୁତ୍ରଙ୍କୁ ତାର ବିବାହ କରାଇଲା। ଦୁହିତାକୁ ମଧ୍ୟ ବିବାହ କରାଇଲା। 7 ପୁତ୍ରଙ୍କର ବୋହୂ ଆଣିଲା। ଅର୍ଜୁନ କହିଲେ, ହେ ଭଗବାନ, ମଙ୍ଗଳାଙ୍କୁ ସେବା କରି ଚଣ୍ଡାଳୁଣୀ ପୁତ୍ରପ୍ରାପ୍ତ କଲେ। ଭଗବାନ କହିଲେ, ଅର୍ଥାତ୍ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ, ତୁମେ ଶୁଣ। ଭଲ ଭାବରେ ତୁମକୁ ଏସବୁ କଥା ମୁଁ କହୁଛି। ତାପରେ କେତେ ଦିନ ବିତିଗଲା। ସକାଳୁ ଚଣ୍ଡାଳୁଣୀ ନଗରକୁ ଗଲା। କେଉଁ ଯୋଗରୁ ଘରୁ ବାହାର ହୋଇଥିଲା କେଜାଣି ଅପୁତ୍ରିକ ରାଜାର ମୁହଁ ମୁଁ ଦେଖିଲି। ଅନ୍ନ ପାଣି ଆଜି ମୋତେ କିଛି ମିଳିବ ନାହିଁ। ଏତେ ବୋଲି ବିଚାର କରି ରାଣୀହଂସପୁରକୁ ଗଲା। ତା ଶୁଣି ମହାରାଜା ଆଶ୍ଚର୍ଯ୍ୟ ହୋଇଲେ। ଚାକରମାନଙ୍କୁ ଡାକି ଗୁପ୍ତରେ କହିଲେ, ଆଜି ତୁମ୍ଭେ ଚଣ୍ଡାଳୁଣୀ ଘରକୁ ଯାଅ। ରାତ୍ରି ଦିବସ ଦେଇ ଜଗିକି ଥାଅ। ଖାଇବ କି ନ ଖାଇବ ସେସବୁ ଦେଖୁଥିବ। ମୋର ଆଗରେ ସେ ସବୁ କଥା କହିବ। ଏହା ଶୁଣି ଚାକରମାନେ ଶୀଘ୍ର ସେଠାକୁ ଗଲେ। ଚଣ୍ଡାଳୁଣୀ ଘରେ ଜଗିକି ବସିଲେ। ଏହି ସମୟରେ ଚଣ୍ଡାଳୁଣୀ ସେଠାକୁ ଗଲା। ଅନ୍ନ ପାଣି କିଛି କେଉଁଠି ପାଇଲା ନାହିଁ। ରନ୍ଧନଶାଳା ଯାଇ ଦେଖିଲା ହାଣ୍ଡି ମଧ୍ୟ ଭାଙ୍ଗି ଯାଇଛି। ସେଦିନ ସମସ୍ତେ ଉପବାସରେ ରହିଲେ। ଏହା ଦେଖି ରାଜଦୂତମାନେ ଶୀଘ୍ର ସେଠାରୁ ଚାଲିଗଲେ। ପାଦରେ ପଡ଼ି କରଯୋଡ଼ି ରାଜାଙ୍କୁ ସବୁ କଥା କହିଲେ। ଉପବାସରେ ସମସ୍ତେ ଅଛନ୍ତି। ଏକଥା ଶୁଣି ଚଣ୍ଡାଳୁଣୀ ନିଜକୁ ବହୁ ନିନ୍ଦା କଲା। ତାର ପୁଅ ବୋହୂଙ୍କୁ ସବୁ କଥା କହିଲା। ଅପୁତ୍ରିକ ରାଜାର ମୁହଁ ଦେଖିବାରୁ ଆଜି ଆମେ ସମସ୍ତେ ଉପାସରେ ରହିଲୁ, ଏହା ବୋଲି ନିଜକୁ ନିନ୍ଦା କଲା। ଶୁଣିଥିବା କଥା ମୁଁ ତୁମକୁ କହିଲି। ତା ଶୁଣି ମହାରାଜ କମ୍ପି ଉଠିଲେ। କହିଲେ, ତାର ଏତେ ଗର୍ବ, ମୁଁ ତାର ଗର୍ବ ଭାଙ୍ଗିଦେବି। ତମେମାନେ ମୋ ଆଜ୍ଞା ଘେନି ଶୀଘ୍ର ଏଠାରୁ ଯାଅ। ତାହାର ପୁତ୍ରମାନଙ୍କୁ ହାଣି ପକାଅ। ତା ଶୁଣି ଦୂତମାନେ ଶୀଘ୍ର ସେଠାରୁ ଚାଲିଗଲେ। ତାର 7 ପୁତ୍ରଙ୍କୁ ହାଣିଦେଲେ। ସେଦିନ ମଙ୍ଗଳାଙ୍କ ପୂଜାବିଧି ଥିଲା। କହି ମୁଁ ଆଣିବାକୁ ସେ ଚଣ୍ଡାଳୁଣୀ ଯାଇଥିଲା। ସେ ଫେରିଲା ପରେ ଲୋକେ କହିଲେ ଯେ ରାଜା ତୋ ବଂଶ ନିପାତ କରିଦେଲେ। ଖଇ ମୁଆଁ ନେଇ ତୁ କରିବୁ କ'ଣ? 7 ପୁଅ ଯାକ ତ ତୋର ଆଉ ନାହାନ୍ତି। ତା ଶୁଣି ଚଣ୍ଡାଳୁଣୀ ଅତି ବିକଳ ହେଲା ଓ କାନ୍ଦିବାରେ ଲାଗିଲା।
ରାଜାର ନବରୁ କାନ୍ଦି କାନ୍ଦିକି ସେ ଆସୁଥିଲା। ତା ଜଣେ ମଙ୍ଗଳା ସେଠାକୁ ଆସିଲେ ଏବଂ ଚଣ୍ଡାଳୁଣୀକୁ ବାଟରେ ଭେଟିଲେ। ମଙ୍ଗଳା କହିଲେ, ତୁମେ କାନ୍ଦୁଛ କାହିଁକି? ତୁମର ଇଚ୍ଛା ମୁଁ ପୂର୍ଣ୍ଣ କରିବି। ତା ଶୁଣି ଚଣ୍ଡାଳୁଣୀ କହିଲା, ତୁମେ ମୋତେ 7ଟା ପୁତ୍ର ଦେଇଥିଲ, ବିନା କାରଣରେ ରାଜା ମୋର ପୁତ୍ରମାନଙ୍କୁ ମାରିଦେଲା। ଶୂଳିଆ ପଦାକୁ ଆଣି ଶୂଳି ଦେଲା। ମା କହିଲେ, ତୁମେ ଶୀଘ୍ର ଯାଅ, ମୁଁ ରକ୍ଷା କଲେ ପୁଣି କି ମୁଁ ଯଦି ରକ୍ଷା କରିବି ତାହେଲେ ରାଜା କ'ଣ କରିବ? ମୋର ସେବା ବୁଝା ତୁ କରୁଥିବୁ, ତୋର ପୁତ୍ରମାନେ ଯେ ଏଇକ୍ଷଣି ଫେରିଆସିବେ। ତା ଶୁଣି ଚଣ୍ଡାଳୁଣୀ ଶୀଘ୍ର ସେଠାକୁ ଗଲା। ଖଇ ମୁହାଁ ନବାତ ବଜାରରୁ କିଣିଲା। ଗୋବର ଲିପି ଏକ ବେଦୀ ବସାଇଲା। ଚନ୍ଦନ କର୍ପୂର ପାଣି ତହିଁରେ ଛିଞ୍ଚିଲା। ହଳଦୀ ଗନ୍ଥାରେ ଏକ ମୂର୍ତ୍ତି ନିର୍ମାଣ କଲା। ଜୟ ସର୍ବମଙ୍ଗଳା ମାଗ ବୋଲି କହିଲା। ଫୁଲ ଚନ୍ଦନ ଦେଇ ପୂଜାବିଧି କଲା। ଧୂପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା। ଧୂପ ଚାଉଳ ପକାଇ ହୁଳହୁଳି ଦେଲା। ଦୀପ ଦେଇ ଶଙ୍ଖ ବଜାଇଲା। 7 ବୋହୂ ଘେନି ମଙ୍ଗଳାଙ୍କ ସେବା କଲା। ଏହା ଦେଖି ମଙ୍ଗଳା ପ୍ରସନ୍ନ ହେଲେ। ଉଭା ହୋଇ ତାକୁ ମା କହିଲେ, ତୁ ଚିନ୍ତା କର ନାହିଁ, ତୋର କିଛି ହେବ ନାହିଁ। ଏହା କହି ସେ ତାର ପୁତ୍ରମାନଙ୍କୁ ପ୍ରାଣଦାନ ଦେଲେ। ସେମାନେ ସବୁ ଶୋଇଥିବା ପୁତ୍ର ପରି ପୁଣି ଉଠି ବସିଲେ। କାଠ ପତ୍ର ମାଛ ଶାଗ ଘେନି ଏଠାକୁ ଆସିଲେ। ନିଜ ଘରେ ଆସି ପ୍ରବେଶ ହେଲେ। ତାହା ଦେଖି ଚଣ୍ଡାଳୁଣୀ ଆନନ୍ଦିତ ହେଲା। ସତେଅବା ଜନ୍ମ ଅନ୍ଧ ଚକ୍ଷୁଦାନ ପାଇଲା। ଫୁଲ ପ୍ରସାଦ ମାଙ୍କ ଶିରରେ ଅର୍ପଣ କଲା। ଜୟ ମା ମଙ୍ଗଳା ବୋଲି ପ୍ରଣାମ କଲେ। ଉତ୍ତମ ପଦାର୍ଥମାନ ସମସ୍ତେ ଭୋଗ ଲଗାଇଲେ। 7 ପୁଅ ଯାକ ତା ଆନନ୍ଦରେ ଭୁଞ୍ଜିଲେ। ତାହା ଦେଖି ଚଣ୍ଡାଳୁଣୀ ଆନନ୍ଦ ହେଲା। ତାର ପୁତ୍ରଗଣ ଆନନ୍ଦରେ ମାଙ୍କ ପ୍ରସାଦ ସେବନ କଲେ। ଦେଖିଥିବା ଲୋକମାନେ ତା ଆଶ୍ଚର୍ଯ୍ୟ ହୋଇଲେ। ଯେଉଁ ପୁତ୍ରମାନଙ୍କୁ ରାଜାର ଲୋକମାନେ ହାଣି ଦେଇଥିଲେ, ସେମାନେ ପୁଣି ଜୀବନଦାନ ପାଇଲେ କିପରି? ଲୋକମାନେ ଏହା ବସି ଭାବିବାରେ ଲାଗିଲେ। ରାଜା ଯେତେବେଳେ ଏକଥା ଜାଣିଲେ, ରାଜା ପୁରା ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପୁଣି ଆଜ୍ଞା ଦେଲେ ଯେ ଯାଅ, ସେ ପୁତ୍ରମାନଙ୍କୁ ପୁଣି ଥରେ ହାଣିଦିଅ। ଆସନ୍ତା ମଙ୍ଗଳବାରରେ ତାଙ୍କୁ ମାରିଦେବ। ଶୁଣ, ତମେମାନେ ଏମିତି ଉପାୟ କରିବ। ଗଜମାନଙ୍କୁ ଆଣି ତାଙ୍କ ଦ୍ୱାରା ତାଙ୍କୁ ପ୍ରହାର କରାଇବ। ତାପରେ ତାଙ୍କ ଶରୀରର ସବୁ ମାଂସ କାଟି ନେଇଯିବ, ଯେମିତି କିଛି ଅସ୍ଥି ନ ବଞ୍ଚିବ। ତାଙ୍କର ମାଂସକୁ ସାନ ଶୃଗାଳମାନେ ଯେମିତି ଖାଇବେ, ସେହିଭଳି ବ୍ୟବସ୍ଥା କରିବ। ଆଜ୍ଞା ପାଇ ରାଜଦୂତମାନେ ସେଠାରୁ ଚାଲିଗଲେ। ଯେ ଯାହାର ଘରେ ଯାଇ ସେମାନେ ପ୍ରବେଶ ହେଲେ। ଶ୍ରୀ ଭଗବାନ କହିଲେ, ଏହାପରେ ଯାହା ହେଲା ଅର୍ଜୁନ, ତୁମେ ତାହା ଶୁଣ। 8 ଦିନ ପୁଣି ମଙ୍ଗଳାଙ୍କ ବାର ପଡ଼ିଲା। ଏଣେ ଚଣ୍ଡାଳୁଣୀ ପୂଜାବିଧି ଆଣିବାକୁ ଗଲା। ହାଟ ବଜାର ବୁଲି ପଦାର୍ଥ କିଣିଲା। ଦୂତମାନେ ଗୋପଥରେ ଜଗି ବସିଥିଲେ। ରାଜାର ଗଜଦନ୍ତ ନେଇ ପ୍ରହାର କଲେ ଏବଂ ତାର ମାଂସ କାଟିକି ବଂଶୀ ଥୋପ କଲେ। ଆଉ ଯାହା କିଛି ମାଂସ ବଳିଥିଲା ସେସବୁକୁ ଶ୍ୱାନ ଶୃଗାଳ ମୁଖରେ ଦେଇଦେଲେ। ଲୋକମାନେ ଚଣ୍ଡାଳୁଣୀକୁ କହିଲେ, ତୋର ପୁତ୍ର ପୁଣି ନାଶ କଲେ। ଏବେ ପୂଜା କରିକି କ'ଣ ହେବ? ତା ଶୁଣି ଚଣ୍ଡାଳୁଣୀ କାନ୍ଦି କାନ୍ଦି ଆସୁଥିଲା। ଯାଉ ଯାଉ ମା ତାଙ୍କୁ ବାଟରେ ଭେଟିଲା। ମଙ୍ଗଳା କହିଲେ, ତୁମେ କାନ୍ଦୁଛ କାହିଁକି? ତୋର ପୁତ୍ରମାନଙ୍କୁ ମୁଁ ବଞ୍ଚାଇ ଦେବି। ମୋର ସେବା କରିବାର ଫଳ ତୁମେ ନିଶ୍ଚୟ ପାଇବ। ତେଣୁ ଝିଅ ବୋହୂ ସମସ୍ତଙ୍କୁ ଘେନି ମୋର ସେବା ସବୁବେଳେ କରୁଥାଅ। ଏହା କହି ମଙ୍ଗଳା ସେଠାକୁ ପ୍ରସ୍ଥାନ କଲେ। ଅସ୍ଥି ମାଂସ ସବୁ ଏକ ଠାବ କରି ରଖିଲେ। ଫଳ ପାଣି ଛିଞ୍ଚି ତାଙ୍କୁ ପୁଣି ପ୍ରାଣଦାନ ଦେଲେ। ଘରକୁ ଯାଅରେ ବାବୁ ବୋଲି ସମସ୍ତଙ୍କୁ କହିଲେ। ତା ଶୁଣି ପୁଅମାନେ ଆନନ୍ଦରେ ସେମାନଙ୍କ ଘରକୁ ଫେରିଆସିଲେ। ସେମାନେ ମରିଥିଲେ ବୋଲି କି ଜାଣିପାରିଲେ ନାହିଁ। ତେଣେ ଚଣ୍ଡାଳୁଣୀ ପୂଜାବିଧି ସାରିଲା। ଫୁଲ ପ୍ରସାଦ ମାଙ୍କ ଶିରରେ ଦେଲା। ଜୟ ମା ମଙ୍ଗଳା ବୋଲି କହିଲା। ତାର ପୁତ୍ରମାନେ ସେହି ସମୟରେ ସେଠାରେ ଆସି ପହଞ୍ଚିଲେ। ଚିନି ମୁଆଁ ନବାତ ସାକର ପୁଣି ଖଇ ଇତ୍ୟାଦି ଭୋଗ ଖାଇ ଆନନ୍ଦ ହେଲେ। ତାହା ଦେଖି ଦୂତମାନେ ପୁଣି ସେଠାକୁ ଚାଲିଗଲେ। ରାଜା ଆଗରେ ଯାଇ ସବୁ କଥା କହିଲେ। ହଣା ହୋଇଥିବା ଲୋକେ ପୁଣି ବଞ୍ଚିଗଲେ। ଏଇକ୍ଷଣି ଆମ୍ଭେ ତାଙ୍କୁ ଦେଖିକି ଆସିଲୁ। ରାଜା ଏକଥା ଶୁଣି କହିଲା, ଆରେ ଦୂତମାନେ, ତୁମେମାନେ ପୁଣି ଏମିତି କରିବ। ଆସନ୍ତା ମଙ୍ଗଳବାର ତାଙ୍କୁ ପୁଣି ହାଣିବ। ଢିଙ୍କିରେ କୁଟି ମାଂସ ଶିଳରେ ବାଟିବ। ଏପରି କହି
ଏପରି କରିବା ପରେ ତାଙ୍କୁ କୂଅରେ ପକାଇଦେବ। ତାହା ଶୁଣି ଦୂତମାନେ ସେଠୁ ଚାଲିଗଲେ, ଯେ ଯାହାର ଘରେ ଯାଇ ପ୍ରବେଶ ହେଲେ। ଏହାପରେ କିଛି ଦିନ ଗଲା। ମଙ୍ଗଳାଙ୍କ ପୂଜାବିଧି ପୁଣି ଆସିଲା। ଏଣେ ରାଜଦୂତମାନେ ଲୁଚି ରହିଥିଲେ। ତାର 7 ପୁଅଙ୍କୁ ଖଡ଼୍ଗରେ ହାଣିଲେ, ଢିଙ୍କିରେ କୁଟିଲେ, ତାପରେ ମାଂସକୁ ଶିଳରେ ବାଟିଲେ, 7ଟି ଗାତ ଖୋଳି ତାଙ୍କୁ ପୋତିଲେ। ତାପରେ ରାଜଦୂତମାନେ ଆସି ରାଜାଙ୍କୁ ସେ କଥା କହିଲେ, 7ଟା କୂପରେ 7 ପୁଅଙ୍କୁ ପୋତି ଦେଇଛୁ। ତାହା ଶୁଣି ମହାରାଜା ଆନନ୍ଦ ହେଲେ। କେମିତି ସେ ବଞ୍ଚିବ କେମିତି ଏବେ ସେମାନେ କେମିତି ବଞ୍ଚିବେ ଦେଖିବା, ଏକଥା କହି ରାଜା ମନେ ମନେ ଆନନ୍ଦିତ ହେଲେ। ପୁଅମାନେ ମରିଯାଇଛନ୍ତି ବୋଲି ଚଣ୍ଡାଳୁଣୀ କିଛି ଜାଣିନଥିଲା। ଖଇମୁଆଁ ବିକିବାକୁ ସେ ବଜାରକୁ ଯାଇଥିଲା। ଏ ସମୟରେ ଲୋକମାନେ ଆସି ତାକୁ କହିଲେ, ତୋର 7 ପୁଅ ଯାକ 7 ପୁଅଙ୍କୁ ରାଜା ପୁଣି ଥରେ ମାରି କୂଅରେ ପୋତି ଦେଇଛନ୍ତି। ତାହା ଶୁଣି ଚଣ୍ଡାଳୁଣୀ କାନ୍ଦି କାନ୍ଦି ଆସୁଥିଲା। ମା ବଙ୍ଗଳା ତାଙ୍କୁ ବାଟରେ ଭେଟିଲେ। ମା କହିଲେ, ତୁ କାନ୍ଦୁଛୁ କ'ଣ ପାଇଁ? ତୋର ଇଚ୍ଛା ପୂର୍ଣ୍ଣ ହେବ, ଯା। ତାହା ଶୁଣି ଚଣ୍ଡାଳୁଣୀ ସେଠାରୁ ଚାଲିଗଲା। ଝିଅ ବୋହୂ ସଙ୍ଗେ ଘେନି ମା'ଙ୍କ ପୂଜା କଲା। ଏହି ସମୟରେ ମଙ୍ଗଳା ସେଠାରୁ ଚାଲିଗଲେ। ତାର ପୁତ୍ରମାନଙ୍କୁ କୂଅରୁ କାଢ଼ିଲେ। କାହିଁପାଇଁ ତୁମେମାନେ କୂଅରେ ଅଛ? ତୁମ ମା ପୁଅ ବୋଲି ଘରେ କାନ୍ଦୁଛନ୍ତି। ଡାକ ଶୁଣି ସମସ୍ତେ ଆସିଲେ। କେହି ଜାଣିପାରିଲେ ନାହିଁ ଯେ ଏମାନେ ମରିଯାଇଥିଲେ। ମାଛ ଶାଗ 7 ପୁଅମାନେ ଘେନି ତାଙ୍କ ଘରକୁ ଗଲେ। ନିଜ ଘରେ ଯାଇ ପ୍ରବେଶ ହେଲେ। ତାହା ଦେଖି ଚଣ୍ଡାଳୁଣୀ ଆନନ୍ଦ ହେଲା। ଶୀଘ୍ର କରି ପୂଜାବିଧି ସାରିଲା। ତାର ପୁତ୍ରମାନଙ୍କୁ ପ୍ରସାଦ ବାଣ୍ଟିଲା। ଆନନ୍ଦ ହୋଇ ସମସ୍ତେ ମା'ଙ୍କ ପ୍ରସାଦ ଖାଇଲେ। ଦେଖୁଥିବା ଦୂତମାନେ ରାଜାଙ୍କୁ ଯାଇ ଏକଥା କହିଲେ। କୂଅରେ ପୋତିଥିବା ଲୋକ କେମିତି ବଞ୍ଚିଲା? ତାହା ଶୁଣି ରାଜା ବହୁତ କୋପ କଲା। ଆସନ୍ତା ମଙ୍ଗଳବାରରେ ହାଣିବ ବୋଲି ବୋଇଲା। ତୁଳା ପ୍ରାୟ ତାଙ୍କ ମାଂସ କାଟିବ। କୁଲାପରି କରି ମାଂସ ଧୂଳିରେ ଫିଙ୍ଗିବ। ଆଜ୍ଞା ପାଇଁ ଦୂତମାନେ ସେଠାରୁ ଚାଲିଗଲେ। ନିଜ ନିଜ ଘରେ ପ୍ରବେଶ କଲେ। ଏହାପରେ ସପ୍ତାହ ଚାଲିଗଲା। ମଙ୍ଗଳାଙ୍କ ପୂଜାବିଧି ପୁଣି ଆସିଲା। ସେଦିନ ଚଣ୍ଡାଳୁଣୀ ପ୍ରଭାତୁ ଉଠିଲା। ଏକବର୍ଣ୍ଣୀ ଗାଈର ଗୋବରରେ ଘର ଲିପିଲା। ଶୌଚ ହୋଇ ଘର ବାହାରେ ଲିପିଲା। ଖଇମୁଆଁ ଆଣିବାକୁ ବଜାରକୁ ଗଲା। ଏଣେ ରାଜଦୂତମାନେ ତାର ପୁଅକୁ ହାଣିଲେ। ତୁଳାପ୍ରାୟ କରି ମାଂସ ଧୂଳିରେ ଫିଙ୍ଗିଲେ। ପୁତ୍ର ମଲେ ବୋଲି ଚଣ୍ଡାଳୁଣୀ ଜାଣିପାରିଲା ନାହିଁ। ପୂଜାର ଦ୍ରବ୍ୟମାନ ବଜାରରୁ କିଣିଲା। ଫେରିଲା ବେଳେ ଲୋକେ କହିଲେ, ହେ ଚଣ୍ଡାଳୁଣୀ, ତୁମର ପୁଅମାନଙ୍କୁ ପୁଣି ଆଜି ରାଜାଙ୍କ ଲୋକମାନେ ହାଣି ଦେଇଛନ୍ତି। ତାହା ଶୁଣି ଚଣ୍ଡାଳୁଣୀ କାନ୍ଦି କାନ୍ଦି ଆସୁଥିଲା। ବାଟରେ ମଙ୍ଗଳା ତାଙ୍କୁ ଭେଟିଲେ। ପଚାରିଲେ, ତୁମେ କାନ୍ଦୁଛ କ'ଣ ପାଇଁ? ମୋର ସେବାରେ ତୁମେ ଯାଇ ବସ। ତାହା ଶୁଣି ଚଣ୍ଡାଳୁଣୀ ଶୀଘ୍ର ସେଠାକୁ ପୂଜା କରିବା ପାଇଁ ଚାଲିଗଲା। ଝିଅ ବୋହୂଙ୍କୁ ସାଙ୍ଗରେ ଘେନି ସେବାରେ ବସିଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଇ ମା'ଙ୍କୁ ପୂଜା କଲା। ଉତ୍ତମ ପଦାର୍ଥ ଦେଇ ମା'ଙ୍କୁ ପ୍ରାର୍ଥନା କଲା। ତାର ଭକ୍ତି ଦେଖି ମା ମଙ୍ଗଳା ପ୍ରସନ୍ନ ହେଲେ। ତାର ପୁତ୍ରମାନଙ୍କୁ ସେ ପ୍ରାଣଦାନ ଦେଲେ। ସେହି ରୂପେ ସେମାନେ ପୁଣି ଘରକୁ ଫେରି ଆସିଲେ। କେହି ଜାଣିପାରିଲେ ନାହିଁ ଯେ ସେମାନେ ଆଗରୁ ମରିଯାଇଥିଲେ ବୋଲି। ସେମାନେ ସବୁ ମା'ଙ୍କ ପ୍ରସାଦ ମାଂସ ମଦ ଖାଇ ଆନନ୍ଦ ହେଲେ। ଏକଥା ଦେଖି ରାଜାଙ୍କ ଦୂତମାନେ ପୁଣି ଯାଇ ରାଜାଙ୍କୁ କହିଲେ, ଚଣ୍ଡାଳୁଣୀ ପୁତ୍ରମାନେ ପୁଣି ବଞ୍ଚି ଆସିଲେ। ତାହା ଶୁଣି ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ। କୌଣସି ପ୍ରକାରେ ତାଙ୍କୁ ମାରିପାରିଲେ ନାହିଁ। ବୁଦ୍ଧି ଦିଶୁନି, ଏବେ କ'ଣ କରିବି? ଆରେ ଦୂତ, ତୁମେମାନେ ଏବେ ଏମିତି କର, ଯତ୍ନ କରି ଜଉ ଘର ନିର୍ମାଣ କର। ଆସନ୍ତା ମଙ୍ଗଳବାରରେ ତାଙ୍କୁ ହାଣିବ। ଯତ୍ନ କରି ଜଉ ଘରେ ତାଙ୍କୁ ରଖିବ। ଜଉ ଘରର କିଳିଣୀ ଦ୍ୱାର ବନ୍ଦ କରିବ। ତାପରେ ସେହି ଘରେ ନିଆଁ ଲଗାଇଦେବ। ଆଜ୍ଞା ପାଇଁ ଦୂତମାନେ ସେଠାରୁ ଶୀଘ୍ର ଚଳିଗଲେ। ଯତ୍ନ କରି ଜଉ ଘରେ ତିଆରି କଲେ। ଏହାପରେ କିଛି ଦିନ ଗଲା। ମଙ୍ଗଳାଙ୍କ ପୂଜା ଦିନ ପୁଣି ଆସିଲା। ସେଦିନ ଚଣ୍ଡାଳୁଣୀ ପ୍ରଭାତୁ ଉଠିଲା। ପୂର୍ବ ପ୍ରକାର ଘର ବାହାରେ ଲିପିଲା। ସ୍ନାନ କରିଣ ବେଗେ ଶୀଘ୍ର କରି ଖଇମୁଆଁ ଆଣିବାକୁ ବଜାରକୁ ଗଲା। ତାପରେ ରାଜା ନଗରକୁ ଗଲା। ଖଇମୁଆଁ ଦିଅ ବୋଲି ଯାଇ କହିଲା। ଏଣେ ଦୂତମାନେ ତାର 7 ପୁତ୍ରକୁ ହାଣି ଜଉ ଘରେ ଭର୍ତ୍ତି କରି ଅଗ୍ନି ଲଗାଇଦେଲେ। ପୁତ୍ର ମଲେ ବୋଲି ଚଣ୍ଡାଳୁଣୀ ଜାଣିନଥିଲା। ପୂଜାବିଧିମାନ ସେ ଖୋଜିନ ବଜାରରୁ ଆଣିଲା। ଲୋକମାନେ ବୋଇଲେ, ହେ ଚଣ୍ଡାଳୁଣୀ, ତୋର ପୁତ୍ରମାନଙ୍କୁ ରାଜା ପୁଣି ଥରେ ଆଜି ମାରି ଦେଇଛନ୍ତି। ଜଉ ଘରେ ତାଙ୍କୁ ଭର୍ତ୍ତି କରି ନିଆଁ ଲଗାଇ ଦେଇଛନ୍ତି। ତୁ କାହାକୁ ଆଉ ଖୋଜୁଛୁ? ତା ଶୁଣି ଚଣ୍ଡାଳୁଣୀ ବିକଳ ହୋଇ କାନ୍ଦିବାରେ ଲାଗିଲା। ଅଗାଧ ସମୁଦ୍ରରେ ମୋର ଭେଳା ବୁଡ଼ିଗଲା। ଆରେ ପୁତ୍ରମାନେ, ତୁମେମାନେ ମୋତେ କୁଆଡ଼େ ଛାଡ଼ି ଚାଲିଗଲ? ମୋତେ ପୁଣି ଅପୁତ୍ରିକ ଦଶା ପଡ଼ିଲା। ଚଣ୍ଡାଳୁଣୀ ଏପରି କାନ୍ଦି କାନ୍ଦି ଆସୁଥିଲା। ମଙ୍ଗଳା ମା ତାଙ୍କୁ ବାଟରେ ଦେଖା କଲେ। ମଙ୍ଗଳା କହିଲେ, ତୁମେ କାନ୍ଦୁଛ କ'ଣ ପାଇଁ?
ଯାଅ ଯାଅ, ତୁମର ପୁତ୍ରକୁ ମୁଁ ବଞ୍ଚାଇ ଦେବି। ତା ଶୁଣି ଚଣ୍ଡାଳିନୀ ବେଗା ସେଠାକୁ ଚାଲିଗଲା। ନିଜ ଘରେ ଯାଇ ପ୍ରବେଶ ହେଲା। ପୂର୍ବ ପ୍ରକାର ପୂଜାବିଧି ସବୁ କଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଇତ୍ୟାଦି ପ୍ରଦାନ କଲା। ଅପୂର୍ବ ପଦାର୍ଥମାନ ସବୁ ସମର୍ପଣ କଲା। ଛେଳି କୁକୁଡ଼ା ତାଙ୍କୁ ବଳି ଦେଲା। ଶଙ୍ଖ ହୁଳହୁଳି ଦେଇ ବିନୟ ବଚନ କହିଲା। ଏ ସମୟରେ ତାର 7 ପୁତ୍ରମାନେ ଅପୂର୍ବ ରୂପରେ ତା ପାଖକୁ ଫେରି ଆସିଲେ। କେଡ଼େ ବଡ଼ ଅଗ୍ନିରେ ମଧ୍ୟ ସେମାନେ ନାଶ ହେଲେ ନାହିଁ। ଏସବୁ ମଙ୍ଗଳା ମାଙ୍କ କୃପା। ଜଉ ଘର ପାଖେ ଯାଇ ମଙ୍ଗଳା ଡାକିଲେ। ଘରକୁ ଯାଅ ପୁତ୍ରମାନେ ବୋଲି ସେମାନଙ୍କୁ କହିଲେ। ଏହା ଶୁଣି ପୁଅମାନେ ଶୀଘ୍ର ଘରକୁ ଫେରି ଆସିଲେ। ଜଉ ଘର ଅଗ୍ନି ତାଙ୍କୁ ଶୀତଳ ହେଲା ପରି ଲାଗିଲା। ମାଛ ଶାଗ କାଠପତ୍ର ଘେନି ସେମାନେ ଆଇଲେ। ନିଜ ଘରେ ଯାଇ ପ୍ରବେଶ ହେଲେ। ତାହା ଦେଖି ଚଣ୍ଡାଳିନୀ ଆନନ୍ଦ ହୋଇଲା। ଶୀଘ୍ର କରି ପୂଜାବିଧି ସାରିଲା। ପୂଜା ସାରି ଚଣ୍ଡାଳିନୀ ପ୍ରଣାମ କଲା। ଫୁଲ ପ୍ରସାଦ ତାର ମୁଣ୍ଡରେ ଦେଲା। ଖଇ ମୁଆଁ ନବାତ ସାକର ଚିନି ଖଇ ଇତ୍ୟାଦି ପଦାର୍ଥ ଖାଇ ସମସ୍ତେ ଆନନ୍ଦିତ ହେଲେ। ଛେଳି କୁକୁଡ଼ା ମାଙ୍କୁ ବଳିଦାନ ଦେଲେ। ମାଂସ ମଦ ଖାଇ ସେମାନେ ଆନନ୍ଦ ହେଲେ। ତାହା ଦେଖି ରାଜଦୂତମାନେ ସେଠାରୁ ଶୀଘ୍ର ଚାଲିଗଲେ। ରାଜା ରାଗି ଯାଇ ସବୁ କଥା କହିଲେ। ଏହା ଶୁଣି ରାଜା ବିସ୍ମୟ ହେଲା। ନିଜ ମନେ ମନେ ଚିନ୍ତା କଲା, ମୋର ବୁଦ୍ଧି ଭ୍ରଷ୍ଟ ହୋଇବ, ମୋର ବୁଦ୍ଧି କାମ କରୁନାହିଁ, କ'ଣ କରିବି ମୁଁ କିଛି ବୁଝିପାରୁନାହିଁ। ଏ ଭାବରେ ଚିନ୍ତା କଲା। କେତେ ପ୍ରକାର ଉପାୟ କଲେ, କିନ୍ତୁ ଏ ବାଳକମାନଙ୍କୁ ମୁଁ ମାରିପାରିଲି ନାହିଁ। ପୁଣ୍ୟ କରିଥିବା ଲୋକମାନେ ସ୍ୱର୍ଗରେ ବସନ୍ତି, ପାପ କଲେ ଲୋକମାନେ ନରକରେ ପଡ଼ନ୍ତି। ଏହା ଭାବି ମହାରାଜା ନିଜେ ଉଠିଲା। ଚାକରମାନଙ୍କୁ ଡାକି କହିଲା, ଚାଲ ଚଣ୍ଡାଳିନୀ ଘରକୁ ଯିବା, ତା ସାଙ୍ଗରେ ମିତ୍ର ବସିବା। ସେ କେଉଁ ଦେବତାକୁ ପୂଜା କରୁଛି ତା ପାଦରେ ଆମେ ଯାଇ ପୂଜା କରିବା। ଏତେ ବୋଲି ମହାରାଜା ସେଠାକୁ ଶୀଘ୍ର ଗଲେ। ଚଣ୍ଡାଳିନୀ ଦ୍ୱାରା ଯାଇକି ପ୍ରବେଶ ହେଲେ। ତାହା ଦେଖି ଚଣ୍ଡାଳିନୀ ରାଜାଙ୍କୁ ଉଠି ପ୍ରଣାମ କଲା। କରପତ୍ର ଯୋଡ଼ି ଛାମୁରେ ମିଳିଲା। ରାଜାଙ୍କୁ ପଚାରିଲା, ଆପଣ ଏଠାକୁ କାହିଁକି ଆସିଲେ? ଆଉ ଆପଣ ମୋତେ ବିନୟ ଭାବରେ କଥାବାର୍ତ୍ତା କରୁଛନ୍ତି କାହିଁକି? ମୋତେ ତ ଏକଥା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ରାଜା କହିଲେ, ଚଣ୍ଡାଳିନୀ, ତୋ ସାଙ୍ଗରେ ମିତ୍ର ହେବା ପାଇଁ ମୁଁ ଆସିଛି। ମୁଁ ତୁମକୁ ବହୁତ ପ୍ରକାର ଶାସ୍ତି ଦେଲି। ଏବେ ମୋର ଦୋଷ କ୍ଷମା କର ବୋଲି ମୁଁ ତୁମକୁ କହୁଛି। ତୁମେ କେଉଁ ଦେବତାକୁ ପୂଜା କରୁଛ, ଆମ୍ବ ରାଣୀ ତାଙ୍କୁ ପୂଜା କରିବେ। ଆମ୍ବ ରାଣୀ ତୁମ ସାଙ୍ଗରେ ଏବେ ତାଙ୍କୁ ପୂଜା କରିବେ। ଚଣ୍ଡାଳିନୀ କହିଲେ, ମହାରାଜ, ଛେଳି କୁକୁଡ଼ା ଦେଇ ଆମେ ମଙ୍ଗଳାଙ୍କୁ ପୂଜା କରୁଛୁ। ଆମ୍ଭେ ହୀନ ଜାତି, ତୁମେ ଆମ ସାଙ୍ଗେ ମିତ୍ର ହୋଇବ? ଛେଳି କୁକୁଡ଼ା ମଦ ମାଂସ ଖାଇବ? ତେବେ ତୁମ ସାଙ୍ଗେ ମିତ୍ର, ତାହେଲେ ମୁଁ ତୁମ ସାଙ୍ଗେ ମିତ୍ର ହେବି, ନହେଲେ ମୋର ଏଥିରେ କିଛି ପ୍ରୟୋଜନ ନାହିଁ। ତାହା ଶୁଣି ମହାରାଜ ପ୍ରସନ୍ନ ହେଲେ। ଚଣ୍ଡାଳିନୀ ସଙ୍ଗତରେ ମିତ୍ର ହେଲେ। ସେ ଭଗବାନ କହିଲେ, ହେ ଅର୍ଜୁନ, ଚଣ୍ଡାଳିନୀ ସାଙ୍ଗେ ମିତ୍ର ହେଲେ ରାଜା। ଏଥିପରେ କିଛି ଦିନ ଚାଲିଗଲା। ମଙ୍ଗଳାଙ୍କ ପୂଜା ଦିନ ପ୍ରବେଶ ହେଲା। ସେଦିନରେ ଚଣ୍ଡାଳିନୀ ସକାଳୁ ଉଠିଲା। ଏକବର୍ଣ୍ଣ ଗାଈର ଗୋବର ଆଣି ଘର ଦ୍ୱାର ଲିପିଲା। ଖଇ ମୁଆଁ ଆଣିବାକୁ ବଜାରକୁ ଗଲା। ସେଦିନ ମହାରାଜ ସକାଳୁ ଉଠିଲେ। ଢେଙ୍ଗୁରା ପିଟାଇନ ଡାକ ଦେଲେ, ଆଜି ନଗରର ନରନାରୀମାନେ ସମସ୍ତେ ଯିବା ଚଣ୍ଡାଳିନୀଙ୍କ ଦ୍ୱାରରେ ଯାଇ ମଙ୍ଗଳାଙ୍କୁ ପୂଜା କରିବା। ଏହା ବୋଲି ଦୂତମାନେ ଡାକ ଦେଲେ। ନ ଜାଣିବା ଲୋକଙ୍କୁ ସମସ୍ତେ ସବୁ କଥା କହିଲେ। ତାହା ଶୁଣି ନରନାରୀ ଚଣ୍ଡାଳିନୀ ଘରକୁ ଗଲେ। ରାଣୀ ମଧ୍ୟ ସେଠାକୁ ଗଲେ। ଚଣ୍ଡାଳିନୀ ଦ୍ୱାରରେ ଯାଇ ରାଣୀ ପ୍ରବେଶ ହେଲେ। ସେହି ଚଣ୍ଡାଳିନୀ ବଜାରକୁ ଯାଇଥିଲା। ନିଜ ଘରେ ଗୌରବରେ ଆସି ପ୍ରବେଶ ହେଲା। ବେଦୀର ଉପରେ ଏକ ଘଟ ବସାଇଲା। ଗଙ୍ଗା ଜଳ ଛିଞ୍ଚି ପାଖରେ ବସିଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଇ ପୂଜା କଲା। ଜୟ ମା ମଙ୍ଗଳା ବୋଲି ବିନୟରେ କହିଲା। ରାଜ୍ୟ ନରନାରୀ କରପତ୍ର ଯୋଡ଼ିଲେ। ଜୟ ମା ମଙ୍ଗଳା ବୋଲି ଡାକ ଦେଲେ। ଶଙ୍ଖ ହୁଳହୁଳି ଶବ୍ଦରେ ଚଣ୍ଡାଳିନୀର ଘର ପୁରି ଉଠିଲା। ଏହି ପ୍ରକାର ସବୁ ପୂଜାବିଧି ସାରିଲା। ଫୁଲ ପ୍ରସାଦ ମାଙ୍କ ଶିରରେ ଦେଲେ। ରାଜାରାଣୀ ନଗର ଲୋକେ ପୂଜା ସାରିଲେ। ଜୟ ମା ମଙ୍ଗଳା ବୋଲି ପ୍ରଣାମ କଲେ। ଫୁଲ ପ୍ରସାଦ ମାଙ୍କର ଶିରରେ ଦେଲେ। ମଙ୍ଗଳାଙ୍କୁ ସୁମରଣ କରି କେନ୍ଦୁଚାର ଫଳ ଖାଇଲେ। ଏହାପରେ ହେ ଅର୍ଜୁନ, ମଦ ମାଂସ ପୁଞ୍ଜିବାକୁ ରାଜା ବସିଲେ। ତାହା ଦେଖି ମଙ୍ଗଳା ଆନନ୍ଦ ହେଲେ। ରାଜାର ଭକ୍ତି ଦେଖି ମଙ୍ଗଳା ପ୍ରସନ୍ନ ହେଲେ।
ଯେଉଁ ଯେଉଁ ମଦକୁ ରାଜା ଖାଇବାକୁ ଯାଉଥିଲେ ତାହା ହଠାତ୍ କ୍ଷୀରରେ ଦୁଗ୍ଧରେ ପରିଣତ ହୋଇଗଲା। ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଧନ୍ୟ ଧନ୍ୟ ମଙ୍ଗଳା ମା ବୋଲି ଧନ୍ୟ ଧନ୍ୟ ମଙ୍ଗଳା ମାଗ ବୋଲି କହିଲେ। ମଙ୍ଗଳା ସୁମରି ମଙ୍ଗଳାଙ୍କୁ ସ୍ମରଣ କରି ସେହି ପ୍ରସାଦ ସବୁ ଭୁଞ୍ଜି ବସିଲେ। ଆଚମନ ସାରି ରାଜା ସେଠାରୁ ବିଜୟ କଲେ। ଆପଣ ନଗରରେ ଯାଇ ପ୍ରବେଶ ହେଲେ। ରାଜ୍ୟର ନରନାରୀମାନେ ସମସ୍ତେ ସେଠାରୁ ଗଲେ। ଆପଣ ଆପଣଙ୍କ ଘରେ ପ୍ରବେଶ ହେଲେ। ଏହାପରେ ହେ ଅର୍ଜୁନ, ସେହିଦିନ ସ୍ତ୍ରୀମାନେ ଗର୍ଭବତୀ ହେଲେ। 10 ମାସ 10 ଦିନ ପରେ ତାଙ୍କର ପୁତ୍ର ଜାତ ହେଲା। ମଙ୍ଗଳାଙ୍କୁ ସ୍ମରଣ କରି ସମସ୍ତେ ଆନନ୍ଦିତ ହେଲେ। ରାଣୀ ମହୋଦୟୀ ଆନନ୍ଦିତ ହେଲେ। ତେଣୁ ରାଜ୍ୟ ନରନାରୀଙ୍କ ବା ଆନନ୍ଦ ଦେଖେ କିଏ? ସେ ଭଗବାନ କହିଲେ, ହେ ଅର୍ଜୁନ, ମା ମଙ୍ଗଳା ଏହି ରୂପେ ସେମାନଙ୍କୁ ପୁତ୍ର ଦାନ ଦେଲେ। ଏହି ରୂପେ ମଙ୍ଗଳାଙ୍କ ପୂଜା କରିବ। ଦିନକୁ ଦିନ ତା'ର ବଂଶବୃଦ୍ଧି ହେବ। ଧନଜନ ପୁତ୍ରବିତ୍ତ ଦୁର୍ଗତି ଖଣ୍ଡନ ହେବ। ମଙ୍ଗଳାଙ୍କୁ ସେବା କଲେ ବିପତ୍ତି ରହେ ନାହିଁ। ଏହିପରି ଭାବରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ବୁଝାଇ କହିଲେ। ଏକଥାକୁ ଭାବରେ ବଳରାମ ଦାସ ବର୍ଣ୍ଣନା କଲେ। ଇତି ଶ୍ରୀ ଚୈତ୍ର ମଙ୍ଗଳା ଓଷା ସମ୍ପୂର୍ଣ୍ଣ। ଚୈତ୍ର ମଙ୍ଗଳ ଓଷା କଥା। ହେ ମା ଶାରଳା, ମୁଁ ତୁମ ଶ୍ରୀଚରଣରେ ବନ୍ଦନା କରୁଛି। ମୁଁ ଯେଉଁ କଥା ଲେଖୁଛି ତମରି କୃପାରୁ ସେ ପଦଗୁଡ଼ିକ ପୂରଣ ହେଉ। ହେ ମା ଶିବଙ୍କ ଘରଣୀ ମା ଶାରଳା, ମୁଁ ତୁମକୁ ପ୍ରଣାମ କରୁଛି। ହେ ଜଙ୍କଡ଼ବାସିନୀ ମହିଷାମର୍ଦିନୀ, ମୁଁ ତୁମକୁ ପ୍ରଣାମ କରୁଛି। ହେ ଅମ୍ବିକା କାଳିକା ବେତାଳିକା, ଏହି ନାମରେ ପ୍ରସିଦ୍ଧା ମା, ମୁଁ ତୁମକୁ ପ୍ରଣାମ କରୁଛି। ଦୁର୍ଗା, ମହାମାୟୀ, ମଙ୍ଗଳା ମା, ଏସବୁ ତୁମର ନାମ ଅଟେ। ଜୟ ଶ୍ରୀ ମଙ୍ଗଳା ମା କାତ୍ୟାୟନୀ। ତୁମ ସାଙ୍ଗରେ 64 ଯୋଗିନୀମାନେ ବିଦ୍ୟମାନ ଅଛନ୍ତି। ମୁଁ ମୂର୍ଖ ଅପାଣ୍ଡୁକ ଅଟେ, କିଛି ବି ଜାଣେ ନାହିଁ। ମୋ କଣ୍ଠରେ ବସି ଏହି ପଦ ସବୁ କହିଦେବ। ଅର୍ଜୁନ ଉବାଚ। ଅର୍ଜୁନ କହିଲେ, ହେ ଦାଶରଥୀ, ତୁମେ ଶୁଣ। ମୋତେ ମଙ୍ଗଳା କିଏ ସେ ବିଷୟରେ ମୋତେ ବୁଝାଅ।